ଆରେ ତୁମକୁ ମୁଁ ବାହା ହେବାକୁ ଚାହୁଁଛି, ତୁମେ କୁହ ମୋତେ ବାହା ହେବ କି ନାହିଁ? ଏ କଥାର ଉତ୍ତର ଦେବାକୁ ଯାଇ ପ୍ରେମିକର ସ୍ତ୍ରୀ କହିଥିଲେ, ତୁମେ ଜାଣିଛ ମୋର ଗୋଟିଏ ଝିଅ ଅଛି, ତୁମେ କୁହ ମୁଁ କ'ଣ ବାହା ହୋଇପାରିବି? ହଁ, ଝିଅ ଥାଉ, ସେ ମୋତେ ବାପା ଡାକିବ, ମୁଁ ତାକୁ ବାପାର ପରିଚୟ ଦେବି। ତୁମେ କେବଳ ରାଜି ହେବା ଦରକାର। କୁଆଡ଼େ ଏଭଳି କଥା ହୋଇଥିଲେ ପ୍ରେମିକ ଓ ପ୍ରେମିକା। ତେବେ ପ୍ରେମିକ ବାଲାଜୀ ଆଉ ଯୁବତୀ ଜଣକ ଆଗରୁ ପ୍ରେମରେ ପଡ଼ି ଉବୁଟୁବୁ ହୋଇଥିଲେ। ପରେ ମନ୍ଦିରରେ ବାହାଘର ହୋଇଥିଲା। ଏହାପରେ ଆସିଲା ରିଏଲ ସିନ୍। ପ୍ରେମିକ ସ୍ୱାମୀଙ୍କର ଗୁମର ଖୋଲିଲା। ଜଣାପଡ଼ିଲା କି ଇଏ ତ ମହାନ ଖିଲାଡ଼ି। ବାହାଘର ପରେ ସବୁ ଝିଅ ଚାହିଁବେ ଶାଶୁ ଘରକୁ ସ୍ୱାମୀ ସହିତ ଯିବାକୁ। ତେଣୁ ଯୁବତୀ ଜଣକ ମଧ୍ୟ ଚାହିଁଥିଲେ ସ୍ୱାମୀ ସହିତ ଯିବାକୁ। କିନ୍ତୁ ପ୍ରେମିକାକୁ ଶାଶୁ ଘରକୁ ନେଇନଥିଲା ସ୍ୱାମୀ ବାଲାଜୀ। ଏଠି ଆମେ କହି ରଖୁଛୁ କି ଯୁବତୀ ଜଣକ ପୂର୍ବରୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। ବାଲାଜୀ ତାଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ କରିଥିଲେ ଆଉ ଝିଅକୁ ବାପାର ନାଁ ଦେବେ ବୋଲି କହିଥିଲେ। କିନ୍ତୁ ବିବାହ ପରେ ସ୍ୱାମୀ ସ୍ତ୍ରୀ ଅଲଗା ରହିଲେ। ଯେତେବେଳେ ଯୁବତୀ ଜଣକ ଫୋନରେ ସ୍ୱାମୀଙ୍କୁ ପଚାରିଲେ, ତୁମେ କହୁଥିଲ ନା ମୋତେ ଘରକୁ ନେଇକି ଯିବ, କେବେ ନେବ? କାହିଁ କିଛି କହୁନ ତ? ଆଉ କୁଆଡ଼େ କିଛି ଚକ୍କର ଚାଲିଛି କି? ମୋତେ ଆଭଏଡ୍ କରୁଛ, ମୋ ଫୋନ୍ ରିସିଭ୍ କରୁନ? ତେବେ ଏତେ ସବୁ କଥାକୁ ଅନାୟାସରେ ଆଡ଼େଇ ଦେଇ ପ୍ରେମିକ ସ୍ୱାମୀ କହୁଥିଲା, ଘରକୁ ଆସନ୍ତା ଅଗଷ୍ଟରେ ନେବି, ବ୍ୟସ୍ତ ହୁଅନି, ତୁମେ ଖାଲି ମୋତେ 2-3 ମାସ ଟାଇମ୍ ଦିଅ। କିନ୍ତୁ ପ୍ରେମିକ ଜଣକ ପ୍ରେମିକା ସ୍ତ୍ରୀର କଥାକୁ ଆଡ଼େଇ ଘର କାନ୍ଥରେ ଲେଖା ସରିଥିଲା ଆଉ କାହାର ନାଁ, ବାଲାଜୀ ସହିତ ଲକ୍ଷ୍ମୀପ୍ରିୟା। ଏଭଳି ଘଟଣା କୌଣସି ସିନେମା ଆଧାରିତ ଯଦିବା ନୁହେଁ, ତଥାପି କୌଣସି ସିନେମା କାହାଣୀଠାରୁ କିଛି କମ୍ ବି ନୁହେଁ। ଯଦି ପୁରା ଘଟଣାକୁ ଦେଖିବା, କହିପାରିବା ଦୋ ଫୁଲ ଏକ ମାଲା। ସମାଜରେ ଏମିତି ବି ପ୍ରେମିକ ସ୍ୱାମୀ ଅଛନ୍ତି ଯିଏ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ଝିଅମାନଙ୍କ ଜୀବନ ସହିତ ଚାଲ ଖେଳନ୍ତି। ସେମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବାହା ହୋଇ ପୁଣି ଆଉ ଗୋଟାକୁ ବାହା ହେବା ଏମାନଙ୍କ ପାଇଁ ଟ୍ରେଣ୍ଡ ପାଲଟିଗଲାଣି। ଏ ଘଟଣାଟି ସେମିତି କିଛି ଯାହା ଝିଅ ଏବଂ ଝିଅର ଶ୍ୱଶୁର କହୁଥିଲେ। ଯୁବକ ଜଣକ ନାମ ବାଲାଜୀ ରାଓ। ଘର ଭୁବନେଶ୍ୱର ଏୟାରପୋର୍ଟ ଥାନା ଅନ୍ତର୍ଗତ ବାପୁଜୀ ନଗର ଅଞ୍ଚଳରେ। ବାଲାଜୀ ଗୋଟିଏ ମେଡିସିନ କମ୍ପାନୀରେ ଚାକିରି କରନ୍ତି। ଆଜିକୁ 2 ବର୍ଷ ତଳେ ସତ୍ୟନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସହିତ ଦେଖା ହୋଇଥିଲା। ପ୍ରେମ କରି ବସିଲେ ଉଭୟ। ଆଉ ଏହି ଭଲ ପାଇବାର ଶେଷ ଠିକଣା ହେଲା ବିବାହ ନିଷ୍ପତ୍ତି। କିନ୍ତୁ ତା ପୂର୍ବରୁ ଯୁବତୀ ଜଣକ ସଫାସଫା କହିଥିଲେ ବାଲାଜୀଙ୍କୁ କି ସେ ବିବାହିତ, ତାଙ୍କର ଗୋଟିଏ ଝିଅ ଅଛି। କିନ୍ତୁ ସେଥିରେ ବାଲାଜୀ ପଛକୁ ନ ହଟି ଆଗକୁ ବଢ଼ିବାକୁ ଚାହିଁଥିଲେ ଆଉ ବିବାହ କଲେ। କିଛି ଦିନ ବାହାରେ ରହିବା ପରେ ବାଲାଜୀ ଘର ଲୋକ କିନ୍ତୁ ଆଉ ଗୋଟିଏ ବିବାହ ପ୍ରସ୍ତାବ ଆଣି ତାଙ୍କୁ ବିଶାଖାପାଟଣାରେ ବାହା କରାଇଦେଲେ। ଏ କଥା ଯୁବତୀ ଜଣକ ଜାଣିପାରିଲେ ନାହିଁ। କିନ୍ତୁ ବାଲାଜୀ ଏପଟେ ନୂଆ ବାହା ହୋଇ ପୁରୁଣା ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ। କାହିଁକି ନା ବାଲାଜୀ କୁଆଡ଼େ ବିବାହ ପୂର୍ବରୁ ଆହୁରି ଅନେକ ଝିଅଙ୍କ ସହ ସମ୍ପର୍କରେ ଥିଲେ ବୋଲି ରୀତିକା ଜାଣିବାକୁ ପାଇଥିଲେ। ତେଣୁ ଯୁବତୀଙ୍କ ସନ୍ଦେହ ହେଲା। ସେ ବାପୁଜୀ ନଗର ସ୍ଥିତ ଘରେ ପହଞ୍ଚି ଦେଖିଲେ କାନ୍ଥରେ ଲେଖା ଅଛି ବାଲାଜୀ ସହିତ ଆଉ କାହାର ନାଁ। ଏହା ଦେଖି ସହିପାରି ନଥିଲେ। 2 ବର୍ଷ ଜୀବନ ସହିତ ଖେଳି ଧୋକା ଦେଲା କହି ନିଜ ଜୀବନ ହାରିବାକୁ ଯାଉଥିଲେ। ତେବେ ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ସହ ଘଟଣାର ତଦନ୍ତ ଚଳାଇଛି। ହେଲେ ବାଲାଜୀ ବାପା କିନ୍ତୁ ଗଣମାଧ୍ୟମ ଆଗରେ କହିଛନ୍ତି କି ଝିଅଟି ବିବାହିତା ଥିଲା ଓ ତାର ଗୋଟିଏ ସନ୍ତାନ ଥିବା କଥା ଲୁଚାଇଥିଲା ଆଉ ତାଙ୍କ ପୁଅକୁ ବ୍ଲାକମେଲ କରୁଥିଲା। ସେଇଟା ସେ ପୁଅର ବାହାଘର ଆରେଞ୍ଜ ମ୍ୟାରେଜ ହେଲା 22 ତାରିଖ ଦିନ ଆନ୍ଧ୍ରରେ। ହେଇସାରିଲା ପରେ ଇଏ ଝିଅ ଆସିକି କହୁଛି ମୁଁ ତାକୁ ବାହା ହେଇଛି, ମୁଁ ଛାଡ଼ିବିନି, ମୁଁ ଘରେ ରହିବି। ବାଲାଜୀ ନାଇଁ ନାଇଁ, ସେସବୁ ବିଷୟରେ ସେ ପୁଅ ବି ଆମକୁ କହିନି କି ଆମେ ବି ଜାଣିନୁ। ଇଏ ଝିଅ କ'ଣ, ସେ ଝିଅ କିଏ ଆମେ ବି ଜାଣିନୁ, କେବେ ଦେଖିନଥିଲୁ। ଜାଣିଲୁ ସେଇ ଯୋଉ 24 ତାରିଖ ରାତିରେ ଆସିକି କହିଲା ତାକୁ ଡାକ। ମୋ ମିସେସ୍ ଥିଲା। କହିଲା କାହାକୁ ଡାକିବ ନା ବାଲାଜୀ ଡାକୁନା। କହିଲା ବାଲାଜୀ ନାହିଁ ତ, ସେ ତାର ଡ୍ୟୁଟିରେ ପଳେଇଛି। ନା ସେ କେମିତି ଗଲା ଡ୍ୟୁଟିକୁ? ଏଭଳିଆ ଧମକେଇଲା ଭଳିଆ କଥାବାର୍ତ୍ତା କଲା। ତମ ସାଙ୍ଗେ କଥାବାର୍ତ୍ତା କରିବାର ନାହିଁ, ତମେ କିଏ କ'ଣ ଏମିତି କ'ଣ କଥାବାର୍ତ୍ତା କର? ସେ ପୁଅ ଆସିଲେ କଥାବାର୍ତ୍ତା ହବ। ବନ୍ଦ କରା ଗେଟ୍ଟା। ସେ କିରୋସିନ ମଝିରେ କିରୋସିନ ଦେହରେ ଢାଳି ହେଇଗଲା। ସେ ପେଟ୍ରୋଲ ଢାଳି ହେଇଗଲା। ସେ ପୁଲିସ ଭ୍ୟାନ୍ ଥିଲା,
ତାକୁ ନେଇଗଲା ଆମର ଏଇ ନିୟରେଷ୍ଟ ଗୋଟେ ଅଛି ନର୍ସିଂ ହୋମ୍ ଫରେଷ୍ଟ ପାର୍କ ପାଖରେ। ସେଇଠି ତାକୁ ନେଇଗଲେ, ତାକୁ ଟ୍ରିଟମେଣ୍ଟ କରେଇଲେ। ଟ୍ରିଟମେଣ୍ଟ କରି ସାରିଲା ପରେ ସେ ପୁଲିସ ହେଲା କହିଲେ ତମେ ତା ଟ୍ରିଟମେଣ୍ଟ ପଇସା ଦେଇଦବ। 400 ଟଙ୍କା ଦେଇଦେଲୁ। ପୁଣି କହିଲା ଖର୍ଚ୍ଚ କର। ଆମେ କହିଲୁ ଆମେ କାହିଁ ଖର୍ଚ୍ଚ କରିବୁ, କ'ଣ ପାଇଁ? ସେ କିଏ କ'ଣ ଆମେ ଜାଣିନୁ, ଆମେ କାହିଁ ଖର୍ଚ୍ଚ କରିବୁ? ସେ ଝିଅ ପଚାରିଲା ତମେ ଖର୍ଚ୍ଚ କରିପାରିବ? କହିଲା ମୁଁ ଭିକାରୀଟା, ମୁଁ କ'ଣ ଖର୍ଚ୍ଚ କରିବି? ତାକୁ ନେଇକି 6 ନମ୍ବର ମେଡିକାଲରେ ଭର୍ତ୍ତି କରିଦେଲେ। ସେତିକି, ତାପରେ ଆମକୁ ନେଇକି ଆମକୁ ଛାଡ଼ିଦେଲେ। ସିଏ କ'ଣ 2 ବର୍ଷ ତଳୁ ତାଙ୍କର ସମ୍ପର୍କ ଥିଲା, ମାନେ ଏମିତି ଲଭ୍ କଥାବାର୍ତ୍ତାରେ। ତାକୁ ପୁଅକୁ ବ୍ଲାକମେଲିଂ କରି ବହୁତ ଟଙ୍କା ଲୁଟି ନେଇଛି। ସେ ଯେମିତି ଜାଣିଲା ୟାର ଗୋଟେ ବାହାଘର ହେଇଛି, ୟାର ଗୋଟେ ଝିଅ ଅଛି ବୋଲି, ସେ ସାଇଟ୍ ହେଇଗଲା। ସାଇଟ୍ ହେଇଗଲା ପରେ ସେ ଝିଅଟା ୟାକୁ ବ୍ଲାକମେଲିଂ କରି ଆରମ୍ଭ କରିଦେଇଛି। ନାଇଁ ସାର୍, ଚେନ୍ ଗୋଟେ ପିନ୍ଧିଥିଲା, ସେଇଟା ବି କ'ଣ ସେ ନେଇଯାଇଛି। ଗୋଟେ ମୁଦି ପିନ୍ଧିଲା, ସେ ବି ନେଇଯାଇଛି ସୁନା ମୁଦି। ନାଇଁ ଝିଅ କହୁଛି ମୁଁ ଏଇଠି ବୋଉ ହେଇକି ରହିବି। କେମିତି ଆମେ ରଖିବୁ? ଆମେ ଗୋଟେ ବାହାଘର କରୁଛୁ, ପୁଣି ବୋଉ କେମିତି ରଖିବୁ? ଆମର ବିଶାଖାପାଟଣାରେ ବାହାଘର ହେଲା ପୁଅର, ଲାଗିଛି ସବୁ ବୋର୍ଡ ଫୋର୍ଡ ଲାଗିଛି 22 ତାରିଖରେ। ତୁ 22 ତାରିଖ ପୂର୍ବରୁ ଆସିକି ଆମକୁ ଜଣେଇଲୁନି। ବାହା ହେଇଛ ବୋଲି, ଯଦି ବାହା ହେଇଛ ତାହେଲେ ଆମ ଘରକୁ ତମ ବାପାଙ୍କୁ ଡାକିକି ଆଣିଲନି। ନାଇଁ, ଖାଲି ମନକୁ କହିଦେଲା, ହେ ଫୁଲମାଳ ସେଟା ପକେଇଦେଲ, ହେଇଗଲା ବାହାଘର ହେଇଗଲା। କ'ଣ ସିରିଏଲ ନା ଫିଲ୍ମ? ତା ସ୍ୱାମୀକୁ ଛାଡ଼ପତ୍ର ଦେବା ପାଇଁ ତାଙ୍କର ସବୁ କୋର୍ଟରେ ଆପ୍ଲାଏ କରିଛନ୍ତି, କିନ୍ତୁ ସେ ଛାଡ଼ପତ୍ର ବି ତାଙ୍କର ହେଇନି। ଏ ପୁଅ ସାଙ୍ଗରେ କେମିତି ବାହାଘର ହେଲା? ମୋର ଆଉ ସେ ଝିଅକୁ ଆଣିବାର ନାହିଁ, କି ସେ ଝିଅ ଆମ ଘରକୁ ଆସିବାର। ତୁ ତ ବାହା ହେଇଛୁ, ତୋର ଗୋଟେ ଝିଅଟା ଅଛି, ତୋ ସ୍ୱାମୀ ଅଛି, ତାହେଲେ ଆମେ କାହିଁକି ଆକ୍ସେପ୍ଟ କରିବୁ? ତେବେ ଝିଅଟି ପୋଲିସ ଉପରେ ଭରସା ରଖି ଯୁବତୀ ଜଣକ ନ୍ୟାୟ ପାଇଁ ଅପେକ୍ଷା କରିଥିବା ବେଳେ ନିଜ ପାଖରେ ଅନେକ ତଥ୍ୟ ରଖିଥିବା ଦାବି କରିଛନ୍ତି। ବାଲାଜୀ ଯେହେତୁ ଜାଣିଶୁଣି ଝିଅଟି ଜୀବନ ନଷ୍ଟ କରିଛି, ତେଣୁ ସେ ତାରି ସ୍ତ୍ରୀ ହୋଇ ରହିବ। ସେପଟେ ବାଲାଜୀ ରାଓ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି କୁଆଡ଼େ ଯାଇ ଲୁଚିଛନ୍ତି। ପୋଲିସ ବାଲାଜୀଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ପଚରାଉଚରା ମଧ୍ୟ କରିଥିଲେ। ତେବେ ପୋଲିସ କେବେ ବାଲାଜୀ ନିକଟରେ ପହଞ୍ଚୁଛି ଏବଂ ଯୁବତୀ ଜଣକ କ'ଣ ନ୍ୟାୟ ପାଉଛନ୍ତି, ତାକୁ ହିଁ ଅପେକ୍ଷା। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।